ଭାରତ ହାରୁ ହାରୁ ଜିତିଲା ଟି20 ବିଶ୍ୱକପ୍ର ପ୍ରଥମ ମ୍ୟାଚ୍କୁ। ପାକିସ୍ତାନ ବି ଭାବିଥିଲା ଭାରତ ହାରିବ ଆଉ ଆମେ ମଜାକ ଉଡ଼ାଇବୁ, କିନ୍ତୁ ଏମିତି କରିବାକୁ ଦେଲା ନାହିଁ ଭାରତ। ହଁ ଦର୍ଶକ ବନ୍ଧୁ, ଗତକାଲି ଟି20 ବିଶ୍ୱକପ୍ରେ ଭାରତ ପ୍ରଥମ ମ୍ୟାଚ୍କୁ ବିଜୟୀ ହୋଇଛି। ଆଉ ତାର ପ୍ରଥମ ମ୍ୟାଚ୍ ଜିତାଇଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟ ଯାଦବ। କିନ୍ତୁ ଦେଖିବାକୁ ମିଳିଥିଲା ଏକ ବଡ଼ କଥା ଯେ କି ପାକିସ୍ତାନ ଭାବୁଥିଲା ଯେ କି ଭାରତ ହାରିବ ଏବଂ ତାର ମଜାକ ଉଡ଼ାଇବ, କିନ୍ତୁ ସେମିତି କିଛି ହେଇନଥିଲା। ଯେତେବେଳେ ଆମେରିକା ବୋଲିଂ କରିଥିଲା ସମସ୍ତେ ଭାବିଥିଲେ ଏକ ବଡ଼ ସ୍କୋର ହେବ, କିନ୍ତୁ ସବୁକିଛି ଆଶା ଧୂଳିସାତ ହେଇଥିଲା। ଯେତେବେଳେ ଭାରତର ଗୋଟେ ପରେ ଗୋଟେ ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରୁଥିଲେ, ଇଶାନ କିଶାନ 20 ରନରେ ପାଭିଲିୟନ୍ ଫେରିଲେ, ଅଭିଷେକ ଶର୍ମା ଗୋଟେ ବଲ୍ରେ ଖାତା ଖୋଲି ପାରିଲାନି, ତିଲକ ବର୍ମା 25ରେ ଓ ଶିବମ ଦୁବେ ଖାତା ଖୋଲି ପାରିଲେ, ଗୋଟେ ବଲ୍ ଆଉଟ୍ ହେଲେ, ରିଙ୍କୁ ସିଂ 14 ବଲ୍ ଖେଳି 6 ରନ୍ ଆଉଟ୍ ହେଲେ, ହାର୍ଦ୍ଦିକ ପାଣ୍ଡ୍ୟା 5 ରନ୍, ଅକ୍ଷୟ ପଟେଲ 14 ରନ୍, ଅର୍ଶଦୀପ ସିଂ 4 ରନ୍, ଗୋଟେ ପରେ ଗୋଟେ ବ୍ୟାଟ୍ସମ୍ୟାନ୍ ଆଉଟ୍ ଚାଲିଥିଲେ। ସେହି ସମୟରେ ଭାରତର ଅଧିନାୟକ ସୂର୍ଯ୍ୟ ଯାଦବ ବ୍ୟାଟିଂ ପାଇଁ ଗୋଟେ ପଟ ସାଇଡ୍ରେ ଛିଡ଼ା ହୋଇଥିଲେ। ଆଉ ସିଏ ବି 49 ବଲ୍ରେ 84 ରନ୍ କରିଥିଲେ, ଯେଉଁଥିରେ ଥିଲା 10 ଚୌକା 4 ଛକା, ଯାହାଫଳରେ କି ଭାରତ ଏକ ବଡ଼ ସ୍କୋରରେ ଛିଡ଼ା ହୋଇଥିଲା ଏବଂ ଆମେରିକାକୁ ହରାଇ ବି ଦେଇଥିଲା। ମ୍ୟାଚ୍ ବିଷୟରେ କହିବାକୁ ଗଲେ ଆମେରିକା ପ୍ରଥମେ ବୋଲିଂ କରି ଭାରତକୁ ଏକ ଜବରଦସ୍ତ ଚାପରେ ପକାଇଥିଲା। ଭାରତ ଦଳ ମାତ୍ର 77 ରନ୍ରେ 6ଟି ୱିକେଟ୍ ହରାଇଥିଲା। ପରାଜୟର ଆଶଙ୍କା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏପରି କଷ୍ଟକର ପରିସ୍ଥିତିରେ ଅଧିନାୟକ ସୂର୍ଯ୍ୟ ଯାଦବ ଦୃଢ଼ ଭାବରେ ଛିଡ଼ା ହୋଇଥିଲେ। ସୂର୍ଯ୍ୟ ଯାଦବ 49 ବଲ୍ରେ 84 ରନ୍ର ଅପରାଜିତ ଇନିଂସ ଖେଳି ଭାରତକୁ 161 ରନ୍ରେ ପହଞ୍ଚିଥିଲେ। ଶେଷରେ ଏହି ସ୍କୋର ବିଜୟ ପାଇଁ ଯଥେଷ୍ଟ ପ୍ରମାଣିତ ହୋଇଥିଲା ଏବଂ ଆମେରିକା ପରାସ୍ତ ହୋଇଥିଲା।